ଜୟ ଜଗନ୍ନାଥ। ମୁଁ ଜଣା ଅଜଣା ଚ୍ୟାନେଲ ମାଧ୍ୟମରେ ଆପଣଙ୍କୁ ଜଣାଇବାକୁ ଚାହେଁ ଯେ ବ୍ୟକ୍ତିର ସଫଳତା ପଛର ରହସ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ କ'ଣ ଅଛି ତାହା ଆମେ ଜାଣିବା। ଆଚାର୍ଯ୍ୟ ଚାଣକ୍ୟଙ୍କୁ ରାଜନୀତିର ସର୍ବଶ୍ରେଷ୍ଠ ବିଦ୍ୱାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ଜଣେ ଦକ୍ଷ ରାଜନେତା, କୂଟନୀତିଜ୍ଞ ଏବଂ ରଣନୀତିଜ୍ଞ ଥିଲେ ଏବଂ ଅର୍ଥନୀତିରେ ମଧ୍ୟ ଜଣେ ବିଶେଷଜ୍ଞ ଥିଲେ। ଲୋକମାନେ ପ୍ରାୟତଃ ଅସୁବିଧାରୁ ରକ୍ଷା ପାଇବା ପାଇଁ ଚାଣକ୍ୟ ନୀତିକୁ ଗ୍ରହଣ କରନ୍ତି। ଚାଣକ୍ୟଙ୍କୁ ନୀତିଶାସ୍ତ୍ରରେ ଜୀବନରେ ଅନେକ ଦିଗର ସମସ୍ୟା ସହିତ ଜଡ଼ିତ ନୀତି ରହିଛି, ଯାହାକୁ ଲୋକମାନେ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ଗ୍ରହଣ କରିପାରିବେ। ଅନ୍ୟ ଶବ୍ଦରେ ଚାଣକ୍ୟ ନୀତି ହେଉଛି ସମସ୍ୟାର ଏକ ଔଷଧ। ଆଚାର୍ଯ୍ୟ ଚାଣକ୍ୟ ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ଚାକିରି, ବ୍ୟବସାୟ ଏବଂ ସମ୍ପର୍କ ପର୍ଯ୍ୟନ୍ତ ଜୀବନର ସମସ୍ତ ଦିଗ ଉପରେ ନିଜର ମତାମତ ବାଣ୍ଟିଥିଲେ। ନୀତିଶାସ୍ତ୍ରରେ ନୀତିଗୁଡ଼ିକ ପ୍ରାୟତଃ ଲୋକଙ୍କୁ କଠୋର ମନେହୁଏ, କିନ୍ତୁ ଏହା ଜଣେ ବ୍ୟକ୍ତିକୁ ଠିକ୍ ଏବଂ ଭୁଲ ମଧ୍ୟରେ ମାର୍ଗଦର୍ଶନ କରେ। ଆଜି ସମସ୍ତେ ଇଚ୍ଛା ଅନୁସାରେ ସଫଳତା ପାଇବାକୁ ଆକାଂକ୍ଷା କରନ୍ତି ଏବଂ ଯେତେବେଳେ ଏହା ବିଫଳ ହୁଏ ସେମାନେ ହତାଶ ହୋଇଯାଆନ୍ତି। ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ବ୍ୟାଖ୍ୟା କରିଛନ୍ତି ଯେ ଜଣେ ବ୍ୟକ୍ତି କିପରି ସଫଳତା ପାଇପାରିବ। ଆସନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ମୂଲ୍ୟବାନ ଶିକ୍ଷା ବିଷୟରେ ଜାଣିବା। ପ୍ରଥମଟି ହେଉଛି ଆପଣଙ୍କ ଦୁର୍ବଳତା କାହାକୁ କୁହନ୍ତୁ ନାହିଁ। ଲୋକମାନେ ସାଧାରଣତଃ ନିଜର ଦୁର୍ବଳତାକୁ ସେମାନଙ୍କ ନିକଟତର ଲୋକଙ୍କ ଆଗରେ ପ୍ରକାଶ କରନ୍ତି, ଯାହା ପର ମୁହୂର୍ତ୍ତରେ ଆପଣଙ୍କୁ ଅସୁବିଧାରେ ପକାଇଥାଏ ଓ ଦୁଃଖ ମଧ୍ୟ ଦେଇଥାଏ। ଦ୍ୱିତୀୟଟି ହେଉଛି ଭାବିଚିନ୍ତି ଅର୍ଥ ଖର୍ଚ୍ଚ କରନ୍ତୁ। ସର୍ବଦା ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରିବା ଉଚିତ। ଏହା କରିବା ଦ୍ୱାରା ଆପଣଙ୍କର ଯେକୌଣସି ଅସୁବିଧାର ସମୟରେ ଏହା କାମରେ ଆସେ। ତେଣୁ ଘରେ ଧନ ସଞ୍ଚୟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସର୍ବଦା ଭାବିଚିନ୍ତି ଟଙ୍କା ଖର୍ଚ୍ଚ କରନ୍ତୁ ଏବଂ ଯଥାସମ୍ଭବ ସଞ୍ଚୟ କରନ୍ତୁ। ଦ୍ୱିତୀୟଟି ହେଉଛି ମୂର୍ଖ ଲୋକଙ୍କ ସହ ଯୁକ୍ତି କରନ୍ତୁ ନାହିଁ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କେବେ ବି ମୂର୍ଖ ଲୋକଙ୍କ ସହିତ ଯୁକ୍ତି କରିବା ଅନୁଚିତ। ଏହା କରିବା ଦ୍ୱାରା କେବଳ ଆପଣଙ୍କର କ୍ଷତି ହୁଏ ଏବଂ ଆପଣଙ୍କ ପ୍ରତିଛବି ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼େ। ଏପରି ଲୋକଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ତୃତୀୟଟି ହେଉଛି ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁମାନେ ଆପଣଙ୍କ କଥାକୁ ଅଣଦେଖା କରନ୍ତି ସେମାନେ ବିଶ୍ୱାସର ଯୋଗ୍ୟ ନୁହନ୍ତି। ଆପଣଙ୍କୁ କଷ୍ଟରେ ଦେଖି ଖୁସି ହେଉଥିବା ଲୋକଙ୍କୁ କେବେ ବି ବିଶ୍ୱାସ କରନ୍ତୁ ନାହିଁ। ଏପରି ଲୋକମାନେ ନିଶ୍ଚିତ ଭାବରେ ଆପଣଙ୍କୁ ବିଶ୍ୱାସଘାତକତା କରିବେ। ଚତୁର୍ଥଟି ହେଉଛି କାହାକୁ ଆପଣଙ୍କର ଲକ୍ଷ୍ୟ କୁହନ୍ତୁ ନାହିଁ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଆପଣ ଆପଣଙ୍କର ଲକ୍ଷ୍ୟ କାହାକୁ ପ୍ରକାଶ କରିବା ଉଚିତ ନୁହେଁ। ଏହାଦ୍ୱାରା ଲୋକମାନେ ଆପଣଙ୍କ ରାସ୍ତାରେ ବାଧା ସୃଷ୍ଟି କରିବେ। ଚାଣକ୍ୟ ନୀତି ଅନୁସାରେ ଜଣେ ବ୍ୟକ୍ତିଙ୍କ ସଫଳତା ତାଙ୍କ କଠିନ ପରିଶ୍ରମ, ରଣନୀତି ଏବଂ ସମୟ ପରିଚାଳନା ଉପରେ ନିର୍ଭର କରେ। ତେଣୁ ଆପଣ ଉପରୋକ୍ତ ଯେତୋଟି ପଏଣ୍ଟ ଦିଆଗଲା ସେହି ବିଷୟଟିକୁ ଯଦି ଆପଣ ବ୍ୟକ୍ତିଗତ ହିସାବରେ ନିଜେ ପରିଚାଳନା କରିବେ ତାହେଲେ ଆପଣଙ୍କର ସଫଳତା ପାଇବେ। ଏହି ଚ୍ୟାନେଲଟିର ତଥ୍ୟ ଯଦି ଆପଣଙ୍କୁ ଭଲ ଲାଗିଲା ତେବେ ଲାଇକ୍ ଆଉ କମେଣ୍ଟସ୍ ମାଧ୍ୟମରେ ଜଣାନ୍ତୁ। ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ସବସ୍କ୍ରାଇବ୍ କଲେ ମୁଁ ଯେଉଁ ନୂଆ ତଥ୍ୟ ଗୁଡ଼ିକ ଦେବି ଆପଣ ସେଗୁଡ଼ିକ ଜାଣିପାରିବେ। ଜୟ ଜଗନ୍ନାଥ।